ଟିଟଲାଗଡ଼ରୁ। ଟିଟଲାଗଡ଼ରୁ। ହଁ 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 ଆମ ଏପିସୋଡ ଦେଖୁଛୁ ନା? ହଁ ଦେଖୁଛି, ସବୁଦିନ ଦେଖୁଛି କିନି ଆଜ୍ଞା। ତାହେଲେ କଣ କହ? ମୁଁ ସବୁଦିନ ଦେଖୁଛି କିନି। ତାହେଲେ ଠିକ ଅଛି, କଣ ପଚାରୁଛୁ ପଚାର। ଯେ ଦ୍ରବ୍ୟ ମତେ ସମସ୍ତ ପିଇବ ପୁଣି ଗ୍ରହଣ ନ କରିବ ସେଇଟା କାହା ଜିନିଷ କହୁଛି ଆଜ୍ଞା? ଯେ ଦ୍ରବ୍ୟ ମତେ ସମର୍ପିବ ପୁଣି ଗ୍ରହଣ ନ କରିବ। ହଏ ହଏ ଆଜ୍ଞା ଆଜ୍ଞା। ତୁ ଭାଗବତ ପଢୁନା? ଭାଗବତ ପଢୁଛି ଯେ। ଏଇଟା କୋଉଠିରେ ଅଛି, କୋଉ ସ୍କନ୍ଧରେ, କୋଉଠିରେ? ଆଜ୍ଞା ଏଇଟା କୋଉ ସ୍କନ୍ଧରେ ଲେଖା ହେଇକି ଅଛି? ଭାଗବତ କେନ୍ ଲାଗେ ମତକୁ ମୋର ଶୋଧ ଦେନା କିନି ଆଜ୍ଞା। ମୁଁ ନା ନା ସେତିକି ଜାଣେ, ଭାଗବତର କୋଉ ସ୍କନ୍ଧରେ ଏଇଟା ଅଛି? ମତେ ଜଣା ନାହିଁ ଟିକେ ଆଜ୍ଞା। ଆଉ ଜଣା ତ ନାହିଁ, ପଚାରୁଛୁ କେମିତି? କୋଉଠୁ ଶୁଣିକି ପଚାରୁଛୁ? ଭାଗବତରେ ସେତିକି ବୁଝେ ନା। ତୁ ସେମିତି ଉତ୍ତର ଦିଅନ୍ତିନି, ତୁ ଭାଗବତ ପଢିକି ବୁଝୁ, ବୁଝିକି ପଚାରିବୁ। ଇଏ ଆଜ୍ଞା ସମୁଦ୍ରକୁ ଆଜ୍ଞା ଟେକା ପକେଇଲା ଭଳିଆ ତୁ ଗୋଟେ ପକେଇ ଦଉଛୁ, କଣ ଏଇଟା ପଚାରିଦେମି ବାବା କହିଦେବେ, ଏଗୁଡାକ କଣ? ଆଜ୍ଞା ଆଜ୍ଞା କୌଣସି ଜିନିଷ ତୋର ଯଦି ବୁଝିବାର ଅଛି, ତୁ ନିଜେ ଅନୁଭବ କର, ଅନୁଭବ କରିକି ପଚାରେ, ତାପରେ ଯାଇକି କୁହାଯିବ। ଆଜ୍ଞା ଆଜ୍ଞା। ଆଉ ତୁ ଯେ ଦ୍ରବ୍ୟ ମତେ ସମର୍ପିବ ପୁଣି ଗ୍ରହଣ ନ କରିବ, ତାମାନେ ଯୋଉ ଜିନିଷ ତୁ ସମର୍ପଣ କରିବ ତାକୁ ତମେ ସମର୍ପଣ ଯୋଉ ଜିନିଷଟା କରିବ ତାକୁ ଗ୍ରହଣ କରିବନି। ଆଜ୍ଞା ହଁ, ଯୋଉଟା ତମେ ଦେଇଦବ ଆଜ୍ଞା ହେଲା, ତାକୁ ଆଉ ଆଜ୍ଞା ଆଣିବ ନାହିଁ। ଆଜ୍ଞା ଯୋଉଟା ଠାକୁରଙ୍କୁ ତମେ ଦେଇଦବ, ଅନୁଷ୍ଠାନକୁ ଦେଇଦବ, ଦେଇଦେଲେ ଆଜ୍ଞା ମାନେ ସେଟା ତାଙ୍କର ହେଇଗଲା। ଆଜ୍ଞା କାହାର? ଈଶ୍ୱରଙ୍କର ଆଜ୍ଞା ହେଇଗଲା। ଆଜ୍ଞା ତୁମେ ଯଦି ପୁଣି ଗ୍ରହଣ କରିବ, ଈଶ୍ୱରଙ୍କ ସମ୍ପତ୍ତି କି ଗ୍ରହଣ କଲ, ତାକୁ ବ୍ରହ୍ମସ୍ୱ ହରଣ ବୋଲି କୁହାଯାଏ। ଆଜ୍ଞା ଆଜ୍ଞା ଆଉ ତ ଇଏଟା ହେଲା ଆଉ ଭୋଗରାଗ ହିସାବରେ ସେମିତି, ଯଦି ତମେ କିଛି ଭୋଗରାଗ କରିଦେଲ, ଆଜ୍ଞା ବୁଝିଲ କି, ସେ ଆଜ୍ଞା ଭୋଗ ଜିନିଷକୁ ତମେ ଆଉ ଗ୍ରହଣ କରିବନି, ଲୋକଙ୍କୁ ବାଣ୍ଟି ଦବ। ଆଜ୍ଞା ଆଜ୍ଞା କିନ୍ତୁ ତମେ ଯଦି କୌଣସି ଗୋଟେ ଅନୁଷ୍ଠାନକୁ କିଛି ଗୋଟେ ଜିନିଷ ଦାନ କଲ, ଆଜ୍ଞା ଗୋଟେ ଦ୍ରବ୍ୟ ଦାନ କଲ କି ପଇସା ଦାନ କଲ କି କିଛି କଣ ଦାନ କଲ, ତାକୁ ଆଉ ଆଜ୍ଞା ଆଣିବା ପାଇଁ ଚେଷ୍ଟା କରିବନି। ଆଜ୍ଞା ତ ତମେ ଯେତେବେଳେ ଦାନ ଦେଇଦେଲ, ସେ ଦାନ ଜିନିଷ ଟା ଆଶ୍ରମର କିଛି ମଠର ସେଇଟା ହେଇଗଲା। କାହିଁକିନା ଯୋଉ ଆଜ୍ଞା ଜିନିଷ ଦାନ କରାଯାଏ, ସେଇଟା ଯିଏ ଦାନ ନିଏ ସେଇଟା ତାର ହେଇଯାଏ। ଆଜ୍ଞା ବୁଝିପାରିଲେ, ଗୋଟେ ଭିକାରୀ କି ତମେ ଭିକ ମୁଠେ ଦେଲ, ସେ ଭିକ ମୁଠେ ଦବା ଅର୍ଥ, ଦେଇଦବା ଅର୍ଥ, ସେଟା ତାର ହେଇଗଲା, ତମର ନୁହେଁ। ଆଜ୍ଞା ହଁ ହଁ ଆଉ ତମେ ଯଦି ଆଣିବ, ସେ ଭିକାରୀ ଠାରୁ ପୁଣି ଆଣିବ। ବୁଝିଲ କି, ଯଦି ସେଟା ଆଣିବ ପଇସା ଦେଇକି ଆଣିବ, ଯଦି ସେ ମାଗଣା ଆଣ, ତାହେଲେ ତମେ ହରଣ କଲ, ଚୋର ହେଇଗଲ। ଆଜ୍ଞା ଆଜ୍ଞା ଇଏ ଯେମିତିକା କଥା, ଠିକ ସେମିତି କୌଣସି ଜିନିଷକୁ ତମେ ଯଦି ଅନୁଷ୍ଠାନକୁ ଦାନ କଲ, ଦାନ ତ କଲ, ସେଥିରେ ତମର ଆଉ ଅଧିକାର ରହିଲାନି। ଆଜ୍ଞା ଅଧିକାର ଟା ସେ ଅନୁଷ୍ଠାନ ହିଁ ଅଧିକାର ରହିଲା, ତମର ଅଧିକାର ନୁହେଁ। ଆଜ୍ଞା କଣ ବୁଝିପାରିଲ ନା? ଯଦି ଆଜ୍ଞା ଅନୁଷ୍ଠାନ ଅଧିକାର, ତାହେଲେ ତମେ ଯେତେବେଳେ ଆଣିବ ପୁଣି ଗ୍ରହଣ କରିବ, ସେଟା ଆଜ୍ଞା ଅନୁଷ୍ଠାନ ଜିନିଷଟାକୁ ତମେ ଗ୍ରହଣ କଲ। ଆଜ୍ଞା ଯଦି ଗ୍ରହଣ କଲ, ଅନୁଷ୍ଠାନ ଜିନିଷଟାକୁ ତମେ ଗ୍ରହଣ କର, ମନେ କରାଯାଉ ମୋ ମଠରେ ଗୋଟେ ବାଲ୍ଟି ଟେ କି କଣ ଟେ ଅଛି, ତମେ ନେଇଯିବ ନା? ନେଇପାରିବନି। ସେମିତି ସେ ଲେଖା ହେଇଛି, ସେଇଟା ପୁଣି ଗ୍ରହଣ କରିବନି, ପୁଣି ତାକୁ ଆଣିବନି। କାହିଁକିନା ଆଜ୍ଞା ଯେତେବେଳେ ତମେ ଦେଇଦେଲ, ସେଇଟା ତାଙ୍କର ହେଇଗଲା। ଆଜ୍ଞା ଆଉ ତାକୁ ଯେତେବେଳେ ଆଣିବୁ, ସେଟା ତ ତମେ ତାଙ୍କଠୁ ଯେତେବେଳେ ଆଣିଲ, ତମେ ପଇସା ଦେଇକି ଯଦି ଆଣିବ ଭଲ, ତାଙ୍କ ଜିନିଷଟାକୁ ଯେମିତି ତମେ ଆଣିବ, ଆଉ କଣ ପଇସା ଦେଇକି ଆଣ ବା ମାଗିକି ଆଣ, ଯେମିତି, କିନ୍ତୁ ତମେ ତାଙ୍କଠୁ ଆଉ ଆଣିବନି। ତମେ ଯଦି ଆଣିଲ ସେଇ ଜିନିଷଟାକୁ, ତମର ସେଥିରେ ଆସକ୍ତ ହେଇଗଲା, ମନର ଆସକ୍ତ ଟା ସେଥିରେ ରହିଗଲା। ଯେତେବେଳେ ଆଜ୍ଞା ରହିଗଲା, ତମ ଦାନର ସଫଳତା ହେଲା ନାହିଁ। ହଁ ତମର ଆଉ କିଛି ଫଳପ୍ରଦ ହେଲା ନାହିଁ ସେ ଦାନର। ଆଜ୍ଞା ବିଫଳ ହେଇଗଲା। କଣ ବୁଝିପାରିଲ ନା? ଆଜ୍ଞା ବୁଝିଲି ଆଜ୍ଞା। ତେଣୁ ଯେ ଦ୍ରବ୍ୟ ମୋତେ ସମର୍ପିବ ପୁଣି ଗ୍ରହଣ ନ କରିବ। ପ୍ରଭୁଙ୍କୁ ଯାହାକୁ ସମର୍ପଣ କରାଯାଏ, ସେଇଟା ପ୍ରଭୁଙ୍କର ହେଇଯାଏ, ଆଜ୍ଞା ତମର ନୁହଁ। ଆଜ୍ଞା ଆଉ ସମର୍ପଣ ଆପଣ ଶୁଣିଲେ ଆଜ୍ଞା, ଆମେ କଥାବାର୍ତ୍ତା ଟିକେ ଟିକେ ହଉଛୁ, ମହାନ୍ତି ଆପଣ ନିଶା ନେବେ ବୁଝେ। ହୁଁ ମୁଁ ତତେ ଗୋଟେ ପ୍ରଶ୍ନ ପଚାରୁଛି, ମତେ ସେ ପ୍ରଶ୍ନର ଉତ୍ତର ଟା ଦେ। ଆଜ୍ଞା ପ୍ରଶ୍ନ ହଉଛି କଣ? ଗଛରେ ଫୁଲ କାହିଁକି ଫୁଟେ, ଫଳ କାହିଁକି ଧରେ? ଉତ୍ତରଟା ଦେ। ଗଛରେ ଫୁଲ କାହିଁକି ଫୁଟେ, ଫଳ କାହିଁକି ଧରେ? ଆଜ୍ଞା, ଗଛରେ ଫୁଲ ଫୁଟେ ଆଉ ଫଳ ଧରେ, ସେଟା ପ୍ରକୃତିର ନିୟମ। କାହିଁକି? କାହିଁକି ନା ଫୁଲ ଧଇଲେ, ଫଳ ହେଲେ, ସେ ପୁଣି ଆଉ ନୂତନ ଗଛ ତିଆରି କରିବ। ବାସ୍, ବୀଜ ବଂଶ ବୃଦ୍ଧି ତାର ଲକ୍ଷଣ।
ଲକ୍ଷଣ। ଏବେ ବୁଝିପାରିଲ ନା? ଆଜ୍ଞା ଯେ ଗଛରେ ଫୁଲ ଫୁଟେ ଫଳ ଧରେ ବଂଶ ବୃଦ୍ଧି ତାର ଲକ୍ଷଣ ଲକ୍ଷଣ। ହେଲା। ଆଜ୍ଞା ଠିକ ସେମିତି ମଣିଷ ଜନ୍ମ ହୁଏ ବଂଶ ବୃଦ୍ଧି ବି ତାର ଲକ୍ଷଣ। ଆଜ୍ଞା ତେଣୁ ଗୋଟେ ପଶୁ ବି ଜନ୍ମ ହଉଛି ତାର ବି ଲକ୍ଷଣ ବଂଶ ବୃଦ୍ଧି। ଆଜ୍ଞା ଗୋଟେ ପକ୍ଷୀ ଜନ୍ମ ହଉଛି ତାର ଲକ୍ଷଣ ବଂଶ ବୃଦ୍ଧି। ଗଛରେ ଫୁଲ ଫଳ ଧରୁଛି ତାର ଲକ୍ଷଣ ବଂଶ ବୃଦ୍ଧି। ଅର୍ଥାତ୍ ଆମ ବିଶ୍ୱ ବ୍ରହ୍ମାଣ୍ଡରେ ବା ଭୂପୃଷ୍ଠରେ ଯୋଉ ପ୍ରାଣୀ ମାନେ ସବୁ ଜନ୍ମ ଗ୍ରହଣ କରୁଛନ୍ତି, ଉଦ୍ଭିଦ ପ୍ରାଣୀ ଯାହା ସବୁ ଏଠି ସୃଷ୍ଟି ହଉଛନ୍ତି, ବଂଶ ବୃଦ୍ଧି ତାଙ୍କର ଲକ୍ଷଣ। ବୁଝିପାରିଲ ନା? ଆଜ୍ଞା ତେଣୁ ମଣିଷ ଯୋଉ ଜନ୍ମ ହଉଛି ଜନ୍ମ ହୁଏ କାହିଁକି ଜନ୍ମ ହେଇଛି ନା ବଂଶ ବୃଦ୍ଧି ତାର ଲକ୍ଷଣ ହେଲା। ଆଜ୍ଞା ତେଣୁ ବଂଶ ବୃଦ୍ଧି ଲକ୍ଷଣ ଯେ ଏଇ ବଂଶ ବୃଦ୍ଧିଟା କି ସହଜାତ ପ୍ରବୃତ୍ତି ଯାହାକୁ ପ୍ରକୃତିର ନିୟମ ହେଲା। ଆଜ୍ଞା ଆଜ୍ଞା କିନ୍ତୁ ଏଇ ଯୋଉ ପ୍ରକୃତିର ନିୟମ ଏଇଟା ଅଜ୍ଞାନୀ ଜୀବ କେବେ ବୁଝିପାରେ ନା। ଆଜ୍ଞା ଅଜ୍ଞାନୀ ଜୀବ କେବେ ଜାଣିପାରେ ନା। ବ୍ରହ୍ମା ଯେତେବେଳେ ବିଶ୍ୱ ଆମର ଏଇ ଭୂପୃଷ୍ଠରେ ଯେତେବେଳେ ପ୍ରାଣୀ ସୃଷ୍ଟି କଲେ, ସେଠି ସେ କଣ କହିଲେ ଶୁଣୁ, ଯେ କଣ ଯେ ଅନ୍ତେ ମନୁଷ୍ୟ ସୃଷ୍ଟି କଲା ଜହିଁ ବିଶ୍ରାମ ସର୍ବଲୀଳା। ସେ ଯେତେବେଳେ ସେ ପ୍ରାଣୀ ସୃଷ୍ଟି କଲେ ସର୍ବଶେଷରେ ସେ ମନୁଷ୍ୟକୁ ସୃଷ୍ଟି କଲେ, ଯୋଉଠିକି ସର୍ବଲୀଳା ସୃଷ୍ଟି ହୁଏ, ଶେଷ ହୁଏ, ସର୍ବଲୀଳା ଅନ୍ତ ହୁଏ। କଣ ବୁଝିପାରିଲ ନା? ଆଜ୍ଞା ସେଇ ମନୁଷ୍ୟ ଭିତରେ ଯୋଉ ଦିବ୍ୟ ଜ୍ଞାନ ଅଛି, ସମସ୍ତଙ୍କ ଠି ଦିବ୍ୟ ଜ୍ଞାନ ନାହିଁ। ପଶୁ ପକ୍ଷୀ ଆଉ ଗଛ ବୃକ୍ଷ ଲତା ଯେତେ ସବୁ ଅଛନ୍ତି ସମସ୍ତଙ୍କ ଠି ଜ୍ଞାନ ଥାଇପାରେ, କିନ୍ତୁ ଦିବ୍ୟ ଜ୍ଞାନ କାଠି ନାହିଁ। ମୋ କଥା ବୁଝିଲ ନା? ଆଜ୍ଞା ତେଣୁ ଯଦି ଦିବ୍ୟ ଜ୍ଞାନ ନାହିଁ, ସେ ଦିବ୍ୟ ଜ୍ଞାନ ବଳରେ ମଣିଷ ବୁଝିପାଇଲା ଯେ ବଂଶ ବୃଦ୍ଧି ଲକ୍ଷଣ ତ ସତ, ବଂଶ ବୃଦ୍ଧି କରିବା ଦ୍ୱାରା ପ୍ରାଣୀ କଣ କରେ ନା ଜନ୍ମ ମୃତ୍ୟୁ ଚକ୍ରରେ ପଡେ। ଆଜ୍ଞା ଏମିତି ବଂଶ ବୃଦ୍ଧି କରୁଥିବ, ଜନ୍ମ ହଉଥିବ, ମରୁଥିବ, ପୁଣି ଆସୁଥିବ, ପୁଣି ଯାଉଥିବ, ଆତଜାତ ହଉଥିବ, 84 ଲକ୍ଷ ଯୋନି ଆମର ଶାସ୍ତ୍ରରେ ଅଛି। ସେ 84 ଲକ୍ଷ ଯୋନି ଭ୍ରମଣ କରୁଥିବ, ଆସୁଥିବ ଯାଉଥିବ, ଆସୁଥିବ ଯାଉଥିବ, ଏମିତି ଚାଲିଥିବ। ଆଜ୍ଞା ଚାଲିଲେ ଏଇ ଯୋଉ ଯିବା ଆସିବାଟା ଏଇଟା ହଉଛି ଦୁଃଖମୟ ବୋଲି ମନୁଷ୍ୟ ବୁଝିପାଇଲା, ଜ୍ଞାନୀ ମଣିଷ। ଆଜ୍ଞା ଯେତେବେଳେ ଏଇ ଯୋଉ ବଂଶ ବୃଦ୍ଧି କରିବା, ସଂସାରରେ ବିଚରଣ କରିବା, ଭୋଗ ଆସକ୍ତରେ ମାତିବା, ଏଗୁଡାକୁ ସବୁ ଦୁଃଖର କାରଣ ବୋଲିକି ସେ ମନୁଷ୍ୟ ଭଲ ଭାବରେ ବୁଝିପାଇଲା। ବୁଝିପାରିଲେ? ଆଜ୍ଞା ଯେତେବେଳେ ବୁଝିପାଇଲା ତାକୁ ତ୍ୟାଗ କରିକି ସୁଖର ଅନୁସନ୍ଧାନ କଲା। ଆଜ୍ଞା ସୁଖ କୋଉଠି ଅଛି? ସୁଖ ଖୋଜିଲା। ବୁଝିଲୁ କି? ଆଜ୍ଞା ସୁଖଟା କୋଉଠି ଅଛି ଶୁଣୁ, ମୁଁ ବୁଝେଇ ଦଉଛି ସୁଖଟା କୋଉଠି ଅଛି। ମୃଗର ନାଭିରେ କସ୍ତୁରୀ ଜନ୍ମିଲେ, ବାସ ଯଉଁ ଚହଟଇ, ବାସୁଥିବା ଦ୍ରବ୍ୟ ପାଇବାକୁ ମୃଗ ଚଉଦିଗେ ଧାଇଁ ବୁଲଇ, ତା ନିଜ ନାଭିରେ ସୁବାସିତ ଦ୍ରବ୍ୟ ଥିବାର ନ ପାରେ ଜାଣି, ତଥା ସୁଖ ଲାଭେ ଲଭନ୍ତି ମାନବେ, ଆତ୍ମ ସୁଖ ନ ପ୍ରମାଣି। ବୁଝିପାରିଲ ନା? ଆଜ୍ଞା ଯେ ଅଣ୍ଡିଆ ମୁଗଟିଏ ଯେତେବେଳେ ତାର ଯୌବନ ସମୟ ଆସେ, ସେତେବେଳେ କଣ ହୁଏ ନା ତା ନାଇଟା ଫୁଲି ଉଠେ, ପାଚିକିରି ବାସେ। ଏତେ ଜୋର ବାସ୍ନା ହବ, ଏତେ ସୁନ୍ଦର ବାସ୍ନା ହବ, ମୃଗ କଣ କରେ ନା ସେ ବଣରେ ଡେଇଁବ। କାହିଁକି ନା ଏଇ ବାସ୍ନା ଟା କୋଉଠୁ ଆସୁଛି? କିନ୍ତୁ ନିଜ ନାଭିଟା ଯେ ପାଚିକି ବାସୁଛି, କସ୍ତୁରୀ ଜନ୍ମିଛି, କସ୍ତୁରୀ ଆଜ୍ଞା ହେଇଯାଇଛି, କିନ୍ତୁ ସିଏ ଜାଣିପାରେ ନାହିଁ। ଡେଇଁ 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 ଲାଷ୍ଟ ବେଳକୁ ବାଣୁଆ ହାତରେ ବରଂ ମରେ, କିନ୍ତୁ ସେ ବୁଝିପାରେ ନା ଯେ ନିଜ ନାଭିଟା ବାସୁଛି ବୋଲିକି। ଠିକ ସେଇଭଳି ଆମେ ମାନେ ସମସ୍ତେ ବୁଝି ପାରୁନାହାନ୍ତି ଯେ ସୁଖଟା ଆତ୍ମା ଠାରେ ଅଛି ବୋଲିକି। ଆମେ କହୁଛନ୍ତି ସୁଖ ସ୍ତ୍ରୀ ପାଖରେ ଅଛି କି? ସୁଖ ସଂସାର କରିବାରେ ଅଛି କି? ଗାଡି ଘୋଡାରେ ଅଛି କି? ଧନ ରତ୍ନରେ ଅଛି କି? ସମସ୍ତେ ସୁଖ ଖୋଜୁଛନ୍ତି। ଦେଖେ ଯେ କୀଟ ପତଙ୍ଗ ଠାରୁ ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତଙ୍କର ଖୋଜା ଚାଲିଛି ସୁଖ। ସେ ଖୋଜୁଛନ୍ତି ପ୍ରକୃତରେ ସୁଖଟା କୋଉଠି ଅଛି। ଖୋଜୁ 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 ମାୟା ବନ୍ଧନରେ ପଡୁଛନ୍ତି ନା। କିନ୍ତୁ ପ୍ରକୃତ ନିଜ ଆତ୍ମା ଭିତରେ ସୁଖ ଅଛି, ସେଇଟା ସେ ଜାଣିପାରୁନି। ସେ ଚାରିଆଡେ ସେ ଖୋଜୁଛି। ମୋ କଥା ବୁଝୁଛୁ ନା? ଯେତେବେଳେ ଖୋଜୁଛି, ଖୋଜି ଖୋଜି ବନ୍ଧନରେ ପଡୁଛି। କିନ୍ତୁ ମନୁଷ୍ୟ ବୁଝିପାରିଲା ଯେ ନା ନାଇଁ ଆତ୍ମା ଠାରେ ସୁଖ ଅଛି। ମୁଁ ଜନ୍ମ ହେଇଛି ଯଦିଓ ଏଇ ଦୁଃଖମୟ ସଂସାରରେ ଜନ୍ମ ହେଇଛି, ତଥାପି ତାର ପ୍ରକୃତ ସୁଖ ଯୋଉଠି ଅଛି, ସେଇ ସୁଖଟା ମୋର ପାଇବା ଦରକାର। ସେଥିପାଇଁ ସେ ସୁଖର ଅନୁସନ୍ଧାନ କରିବା ଉଚିତ। ବୁଝିପାରିଲୁ?
ଆଜ୍ଞା ସେଇ ସୁଖଟାକୁ ସେ ପାଇବା ପାଇଁ ଜନ୍ମ ହେଇଛି। କିଏ ସେ? ଦିବ୍ୟ ମନୁଷ୍ୟ। ମନୁଷ୍ୟ କିନ୍ତୁ ଦୁଃଖ ପାଇବା ପାଇଁ ସେ ଜନ୍ମ ହେଇନି। ଦୁଃଖ ପାଇଲେ ତ ତାର ସଂସାର ଭ୍ରମିବ ନା। ସେ ଆଜ୍ଞା ସଂସାରରୁ ଉଦ୍ଧାର ପାଇବା ପାଇଁ ତାର ପ୍ରଥମେ କର୍ତ୍ତବ୍ୟ। ମୁଁ ଆଉ ଗୋଟେ ଉଦାହରଣ ଦଉଛି ଶୁଣୁ। ତୁ ଗୋଟେ ବାଇକ୍ କିଣିଦେଲୁ ଆଜ୍ଞା ହେଲା। ବାଇକଟାକୁ କିଣିଦେଇକି ସେଥିରେ ତେଲ ଭର୍ତ୍ତି କରିଦେଲୁ। ଆଜ୍ଞା ତେଲ ଭର୍ତ୍ତି କରି ତାକୁ ଷ୍ଟାର୍ଟ କରିକି ଘରେ ରଖିଦେଲୁ। ତାର ଆଜ୍ଞା ଚାଲିଲା। ଯେତେବେଳେ ତେଲ ସରିଗଲା, ସେ ବନ୍ଦ ହେଇଗଲା। ପୁଣି ଆଣିକି ତେଲ ଭର୍ତ୍ତି କରିଦେଲୁ, ଚାଲିଲା। ତାହେଲେ ବାଇକ୍ ଟା କିଣିଥିଲୁ କାହିଁକି? ଯୋଉ ଲୋକଟା ଖାଲି ତେଲ ଭର୍ତ୍ତି କରି ଷ୍ଟାର୍ଟ କରି ରଖିଦିଏ, ତା ଠାରୁ ବୋକା ଜଗତରେ ନାହିଁ। ଇରେ ବାଇକ୍ ଟାରେ ତେଲ ଭର୍ତ୍ତି କରିକି ରଖିଦେଲୁ, ତୋର କାରଣଟା କଣ? ବାଇକ୍ କିଣିଥିଲୁ କାହିଁକି? ଚଲେଇବା ପାଇଁ ନା। ହୁଁ ଠିକ ସେଇଭଳି ଏ ଦେହ ହଉଛି ଗୋଟେ ବାଇକ୍। ତେଲ ଭର୍ତ୍ତି କରିବା ହଉଛି ଖାଦ୍ୟ। ମୁଁ କଣ କରୁଛି ନା, ଯାଉଛି ଟଙ୍କା ରୋଜଗାର କରୁଛି, ଚାକିରି କରୁଛି, କର୍ମ କରୁଛି, ଖାଦ୍ୟ ଆଣିକିରି ଭର୍ତ୍ତି କରୁଛି। ବୁଝିପାରୁଛୁ ନା? ଆଜ୍ଞା ପୁଣି ସକାଳୁ ଉଠୁଛି, ପୁଣି ଯାଉଛି ଖାଦ୍ୟ ଆଣୁଛି, ଭର୍ତ୍ତି କରୁଛି, ଖାଦ୍ୟ ଆଣୁଛି, ଭର୍ତ୍ତି କରୁଛି। ବାଇକରେ ତେଲ ଭର୍ତ୍ତି କରି ଷ୍ଟାର୍ଟ କରିବା ଯାହା, ମଣିଷ ଖାଦ୍ୟ ଅନୁସରଣ କରିକି ଆଣିକିରି ପେଟରେ ଭର୍ତ୍ତି କରି ଖାଇକି ବଞ୍ଚିବା ହଉଛି ସେଇଆ। ତାହେଲେ ଆଜ୍ଞା ମୁଁ ଦେହଟା ମୁଁ ପାଇଥିଲି କାହିଁକି? ସେ କଥାଟା ମୁଁ ବୁଝିପାରୁନାହିଁ। ମୁଁ ଆଣୁଛି, ତେଲ ଭର୍ତ୍ତି କରୁଛି, କିନ୍ତୁ ଖାଦ୍ୟ ଆଣୁଛି, ଭର୍ତ୍ତି କରୁଛି, ପୁଣି ବଞ୍ଚିକି ରହୁଛି। କିନ୍ତୁ ତାହେଲେ ମୁଁ ବଞ୍ଚିଲି କୋଉଥିପାଇଁ ବଞ୍ଚିବି? କାହା ପାଇଁ ବଞ୍ଚିବି? ନାଇଁ, ମୁଁ ବଞ୍ଚିଛି ଈଶ୍ୱର ଉପଲବ୍ଧି ପାଇଁ, ଆତ୍ମା ଦର୍ଶନ ପାଇଁ, ଜୀବର ମୋକ୍ଷ ପାଇଁ ମୁଁ ବଞ୍ଚିଛି। କିନ୍ତୁ ସେଇଟାକୁ ଯଦି ଜଣେ କିଏ ବୁଝିପାରେ ଯେ ନାଇଁ, ଖାଲି ଖାଇ ପିଇକି ବଞ୍ଚିବାଟା ମୋର ମାନେ ଠିକ ନୁହେଁ, ମୁଁ ଏଇ ମଣିଷ ଦେହରେ ମତେ ମୁକ୍ତିର ପଥ ମତେ ଅନୁସରଣ କରିବା ମୋର ହଉଛି ଠିକ। ତେଣୁ ମୁଁ ମୁକ୍ତିର ଅନୁସନ୍ଧାନ କରିବାକୁ ଚାହେଁ ବା ଯିବି, ଯୋଉଥିରେ କି ଆଜ୍ଞା ମୁଁ ପରମ ଆନନ୍ଦ ପାଇବି। ବୁଝିପାରିଲ ନା? ଆଜ୍ଞା ତୁ ଆଜ୍ଞା ଯୋଉ ପ୍ରଶ୍ନ ପଚାରିଥିଲୁ, ମୁଁ ଜନ୍ମ ହେଇଛି କାହିଁକି? ମୁଁ ଜନ୍ମ ହେଇଛି କେବଳ ବ୍ରହ୍ମାନନ୍ଦକୁ ଅନୁଭବ କରିବା ପାଇଁ, ଈଶ୍ୱର ଉପଲବ୍ଧି କରିବା ପାଇଁ, ଚିରସ୍ଥାୟୀ ଆନନ୍ଦ ପାଇବା ପାଇଁ। କାହିଁକିନା ସମସ୍ତେ ତ ଆନନ୍ଦ ଖୋଜୁଛନ୍ତି ନା, ସମସ୍ତେ ଆନନ୍ଦ ଖୋଜୁଛନ୍ତି, କିନ୍ତୁ ଆଜ୍ଞା ପ୍ରକୃତ ଆନନ୍ଦ କେହି ପାଇପାରୁନାହାନ୍ତି। ତେଣୁ ପ୍ରକୃତ ଆନନ୍ଦ ପାଇବା ପାଇଁ ହେଲେ ଆମକୁ ସଦ୍ଗୁରୁ ଧରିବା ପାଇଁ ପଡିବ। ସଦ୍ଗୁରୁ ଧରିକିରି ସେଇ ଆନନ୍ଦମୟ ବିଗ୍ରହକୁ, ଚିଦାନନ୍ଦ ବିଗ୍ରହ, ବୁଝିଲ କି, ଆନନ୍ଦ ଆଜ୍ଞା ବିଗ୍ରହକୁ, ଆନନ୍ଦ କନ୍ଦକୁ ମତେ ଲାଭ କରିବା ପାଇଁ ପଡିବ। ସେଇଥିପାଇଁ ମୁଁ ଜନ୍ମ ହେଇଛି। ହେଲା। ଆଜ୍ଞା ପାଇଲି ତ ତୋ ପ୍ରଶ୍ନର ଉତ୍ତର। ହଁ, ମୁଁ ପାଇଲି। ଯୋଉନ ଆନନ୍ଦ ମିଳିଯିବ, ସଚିଦାନନ୍ଦ ଯୋଉନ ମିଳିଯିବ ଚିଦାନନ୍ଦ, ସେଦିନ ଆମ ଦେହ ନଷ୍ଟ ହେଇଯିବ। ନଷ୍ଟ ହେଇଯିବ। ଦେହ ନଷ୍ଟ ସହିତ ସମ୍ପର୍କ ନାହିଁ। ଦେହ ଥାଇକି କଣ ତୁ କଣ ପାଇପାରିବୁନୁ? ଆଚ୍ଛା ଏ ମୁକ୍ତି ଅର୍ଥ ତା ନୁହେଁ। ଯୋଉ ମହାପୁରୁଷ ମାନେ, ସେମାନେ ଯୋଉ ଶରୀରରେ ଅଛନ୍ତି, ସେମାନେ କଣ ହୁଁ ମରିଯାଇଛନ୍ତି? ତାଙ୍କ ଶରୀର ଜି ଥାଉ ଥାଉ ମରିଥାଉ, ବାପ ମରିବୁ ନାହିଁ। ଅର୍ଥାତ୍ ସେ ଏଇ ଦେହରେ ତୁ ଥିବୁ, କିନ୍ତୁ ତୁ ଜୀବନ ମୁକ୍ତ ଅବସ୍ଥା ପଳେଇ ଆସିଥିବ, ତୁ ମୁକ୍ତି ପାଇଯାଇଥିବୁ। ମୁକ୍ତି ପାଇଯାଇଥିବି। ହଁ। ତାହେଲେ ସେଇ ସମୟରେ ଗୁରୁଜୀ, ସେଇ ସମୟରେ ଆପଣ ତ ଗୋଟେ ଅଧ୍ୟାୟରେ କହିଥିଲେ, ମୋର ମନ ଅଛି, ମାନେ ଯୋଉଟା କି ଆମର ସତ୍ୟ ଯୁଗ ପୂର୍ବରୁ ପବନ ଆହାରରେ ବଞ୍ଚୁଥିଲେ, ଏବେ ମଣିଷର ଚର୍ମରେ ରହୁଛି ଶକ୍ତି ଓ ରହୁଛି। ପ୍ରାଣ କଥା କହୁଛୁ ପ୍ରାଣ ନୁହେଁ କଥା କି? କହୁଥିଲି, ହୁଁ। ଆଜ୍ଞା କହୁଥିଲେ। ତାହେଲେ ଯଦି ମୁଁ ପ୍ରାଣଟାକୁ ଏଇ ସବୁ ତାଙ୍କୁ ଖୋଜି 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 ପରମାନନ୍ଦ ରୂପାୟ କୁ ଖୋଜି 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 ତାଙ୍କ ପାଖରେ ଚେଷ୍ଟା ବଳରେ ଗୁରୁଙ୍କ ଦୀକ୍ଷାରେ ମୁଁ ଲାଗିଯିବି, କିନ୍ତୁ ମୋ ଶରୀରଟାକୁ ଯିଏ ପରିଶ୍ରମ କରେଇବ, ତାଙ୍କୁ ପ୍ରାର୍ଥନା କରେଇବ, କାର୍ଯ୍ୟ କରେଇବ, ତାକୁ ତ ଦେଖିବାକୁ ପଡିବ ଟିକେ। ହଁ, ଦେଖିବା। ତାକୁ ଦେଖିବାକୁ ଗଲେ ବ୍ୟାକ୍ ପ୍ରେସର ଦରକାର, ସେତିକି ଷ୍ଟାବିଲିଟି ଆଣ୍ଡ ପରଫରମାନ୍ସ ବି ଦରକାର। ହଁ, ଦରକାର। ସେଇଟାକୁ କେତେବେଳେ କରିବି? ମୁଁ ତ କୋଉଟା କୋଉ କଥାଟା? ଦେଖନ୍ତୁ, ମୁଁ ଯଦି ଭକ୍ତି ବଞ୍ଚିକି କରିବି, ରହିବୁ ତ? ବଞ୍ଚିକି ରହିବି କି ମୁଁ କାମଟା କରିବି ନା, ସେ କାମ କରିବାକୁ ପଡିବ ଗୁରୁଙ୍କ ପାଖକୁ। ମତେ ଯିବାକୁ ମୁଁ ବଳ ତତେ ଦରକାର ନା ଗୋଟେ ନାଇଁ, ମିନିମମ୍। ଛୋଟିଆ ପ୍ରଶ୍ନ ପଚାରୁଛି, ତୁ ଶୁଣୁ। ତୁ ଆଜ୍ଞା ଯାଇଛୁ ପୁରୀ କି? ହେଲା। ହଁ ଯାଇଛି ଆଜ୍ଞା ପୁରୀରେ ଯାଇକି ଛିଡା ହେଇଛୁ, ଲହଡା ମାରୁଛି। ତୁ ଆଜ୍ଞା ଯଦି ଛିଡା ହେଇକି କହିବୁ ଲହଡା ବନ୍ଦ ହଉ, ମୁଁ ଗାଧେଇମି, ହବ କି? ନା ହବନି। ଲହଡା ମାରୁଥିବ, ତା ଭିତରେ ଗାଧେଇବୁ। ଠିକ ସେଇଭଳି ପ୍ରକାର କଥା। ତୁ ଯୋଉ କର୍ତ୍ତବ୍ୟ କଥା କହୁଛୁ, ସବୁ କର୍ତ୍ତବ୍ୟ ଚାଲିଥିବ, ତାରି ଭିତରେ ମଧ୍ୟ ଐଶ୍ୱରିକ କର୍ମ ତତେ କରିବାକୁ ପଡିବ। ତୁ ଭାବୁଛୁ ମନେ ମନେ କଣ ନା, ଦରକାର ମୁଁ ଛାଡିଦେମି, ସବୁ ଛାଡି ଛୁଡି ଦେଇକି ଯାଇକି ବସିକି ଚିନ୍ତା କରିମି, ଏମାନେ ସବୁ ନଷ୍ଟ ହେଇଯିବେ। ମୋଟେ ନୁହେଁ। ଗୃହ କର୍ମ ଶ୍ରେଷ୍ଠ କର୍ମ, ତାକୁ ଶେଷ କରିକି ମୋ ପାଖକୁ ଆସ, ଆମ ଶ୍ରୀ ଚିଦାନନ୍ଦ ପରମ ଦେବ କହିଲେ। ତେଣୁ ତୁ ସବୁ କାମ ଚାଲିଥିବ, ତାରି ଭିତରେ ମଧ୍ୟ ଐଶ୍ୱରିକ କାମ ତୁ କରିପାରିବୁ।
ଆଜ୍ଞା ଆଜ୍ଞା ସବୁ କାମ ତୋ ପୁଅକୁ ପାଠ ପଢଉଥିବୁ, ତୋ ସ୍ତ୍ରୀ କି ଶାଢୀ ସାୟା ବ୍ଲାଉଜ ଦଉଥିବୁ, ବାପ ମାକୁ ଖାଦ୍ୟ ଦଉଥିବୁ, ତୁ ସଂସାରରେ ଚାକିରି ବାକିରି କରୁଥିବୁ, ସବୁ କର୍ମ କରୁଥିବୁ, କରିସାରିକି ତାରି ଭିତରେ ଈଶ୍ୱର ଉପଲବ୍ଧି କରିବା ପାଇଁ ଆମକୁ ତୁ ସମୟ ଦବୁ। ତୁ ଗୋଟେ କଥା କରି ଦେଖେ, ଦୈନିକ ସକାଳୁ ସନ୍ଧ୍ୟା ଯାଏ ଚିନ୍ତା କରି ଦେଖେ ତୋର ଅଯଥା ସମୟ କେତେ ଖର୍ଚ୍ଚ ହଉଛି। ଦେଖିଲେ ଜାଣିପାରିବୁ ପ୍ରାୟ ଅଧିକାଂଶ ସମୟ ତୋର ଅଯଥାରେ ଯାଉଛି। ହେଲା କି ସେଇ ଅଯଥା ସମୟଟାକୁ ଆମେ ଯଦି ଈଶ୍ୱର ଉପଲବ୍ଧି କରିବା କଣ ଅସୁବିଧା କରିବା? ମୁଁ ଗାଁକୁ ଚାଲିଗଲି, ଯାଇ ପାନ ଦୋକାନରେ ପହଞ୍ଚିଗଲି, 5 ଜଣ ବସିଗଲେ, ମୁଁ ସେଠି ରାଜନୀତି କଲି, ଏଟା ବା ଅଯଥା କର୍ମ। କଣ ବୁଝିପାରୁଛ? ଅଯଥା କର୍ମ ଯେ ତାପରେ ଆପଣ ଯୋଉ କର୍ମଟା କହିଲେ ଈଶ୍ୱର ପ୍ରାପ୍ତି ଯୋଉ ଜିନିଷ ଗୁରୁ ଦୀକ୍ଷା ନେଇକି ସେ ଜିନିଷ ଜାଗା ପହଞ୍ଚେ, ଆପଣ ବହୁତ ଲେସନ ବି କହିଛନ୍ତି। ବର୍ଷ ବର୍ଷ ତପସ୍ୟା କରିକି ଆପଣ ବି ସେଦିନ କହିଲେ ମୋ ଗୁରୁ ଯାହା ଯେତିକି କରିଛନ୍ତି ତାଙ୍କ ପାଇଁ ମୁଁ ଶିଷ୍ୟ ବି ଏପର୍ଯ୍ୟନ୍ତ ପାରି ନାହିଁ। ଆପଣ ଗୋଟେ ପଏଣ୍ଟ କହିଥିଲେ। ତାହେଲେ ମୁଁ ଏତେ ବଡ ମାନେ ବିଗ ବ୍ୟାଙ୍ଗ ଜିନିଷଟାକୁ, ହାଇ ଆଚିଭମେଣ୍ଟ ଜିନିଷଟାକୁ ମତେ ଆଚିଭ କରିବି, ମତେ ଡିସିପ୍ଲିନ ରହିବାକୁ ପଡିବ, ସବୁ କଥା ମାନେ ମାନିବାକୁ ଓବିଡିଏଣ୍ଟ ହେଇକି ମାନିବାକୁ ପଡିବ। କାରଣ ମତେ ଯଦି ଗୃହସ୍ଥ ଜନ୍ମ ଭିତରେ କିଛି ଡିଷ୍ଟର୍ବିଂ ଏଲିମେଣ୍ଟ ଡିଷ୍ଟର୍ବ କରନ୍ତି, ମୁଁ କଣ କରିବି? ନାଇଁ, ଗୁରୁ ଏମିତି ଶକ୍ତି ଜିନିଷ ଦେବେ ଯୋଉଥିରେ କି ତମେ ଡିଷ୍ଟର୍ବ ହେଇପାରିବ ନାହିଁ। ହେଲା କି ସେଇଥିପାଇଁ ଗୋଟେ କଥା, ହାରିଲି ବୋଲି ଫେରି ନ ଯାଅ ଦୁଃଖେ, ଜିତିଲି ବୋଲି କେବେ ନ କହ ମୁଖେ, ନିଶ୍ଚେ ଜିଣିବୁ କଲେ ଥରକୁ ଥର, ଧୀର ପାଣି ଯେ ସନେ କାଟେ ପଥର। ତ ପ୍ରଶ୍ନର ଉତ୍ତର ହେଲା ଯେ ଗୋଟେ ଜାଗାରେ ପାଣି ଧର ତଳକୁ ଖସୁଛି, ଗୋଟେ ଦଣ୍ଡୁକିରି ମାଛ ସିଏ ବା କରାଣ୍ଡି ମାଛ ସିଏ ତଳୁ ଉପରକୁ ଯିବ, ପାଣିଟା ପଡୁଛି ନା, ସେ ଖସି ପଡୁଛି, କିନ୍ତୁ ସିଏ ପୁଣି ଚାଲିଛି, ପୁଣି ଖସି ପଡୁଛି, ପୁଣି ଚାଲିଛି, ଦିନ ଆସୁଛି ସିଏ ଯାଇ ଶୀର୍ଷରେ ପହଞ୍ଚୁଛି। ଦ୍ୱିତୀୟ ଉଦାହରଣ ଉଇ ହୁଙ୍କା, ଉଇଟେ ହୁଙ୍କାଟେ କରିଦଉଛି, ମେଘ ପକେଇକି ଧୋଇ ଯାଉଛି, ସିଏ କଣ ହାରାସ ହଉଛି? ସେ ପୁଣି ହୁଙ୍କା ବାନ୍ଧୁଛି ନା, ଆଉ ବାନ୍ଧି 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 ଦିନ ଆସିବେ ସେ ସକ୍ସେସଫୁଲ ହଉଛି। ଠିକ ସେଇଭଳି ଯୋଉମାନେ ଡିଷ୍ଟର୍ବ କରୁଛନ୍ତି ଭାବୁଛୁ ସେ କରୁଥାନ୍ତୁ, ଗୁରୁଙ୍କ ଉପରେ ନିର୍ଭର କରି କାମ କର, 2 ଦିନ 4 ଦିନ 8 ଦିନ 15 ଦିନ ମାସେ 6 ମାସେ ବର୍ଷେ ପର୍ଯ୍ୟନ୍ତ ଡିଷ୍ଟର୍ବ ହବ, ତାପରେ ମନ ଯେତେବେଳେ ସ୍ଥିର ହେଇଯିବ ଅଟୋମେଟିକ ସେ ଡିଷ୍ଟର୍ବ ଆଉ ତମକୁ ବାଧିବ ନାହିଁ। ତମେ ବସିଥିବ, ତମକୁ କୌଣସି କଥା ବାଧିବନି। କଣ ବୁଝିପାରିଲ ନା? ଏଟା କରିପାରିଲେ କିଛି ଅସୁବିଧା ନାହିଁ, ହେଇପାରିବ, ସବୁ ହେଇପାରିବ। ଆଉ ଗୋଟିଏ କଥା ଗୁରୁଜୀ ମୁଁ ଲିଙ୍କ କରିବି, ଆପଣ ଯୋଉ ଗୋଟା ଡିଭିଜନ ମତେ ବତେଇଲେ, ଗୋଟା ରୋଡ ମ୍ୟାପ ଦେଲେ ମଣିଷର, ଯୋଉଟା କି କେମିତି ଆତ୍ମା ବଞ୍ଚି ଥାଉ ଥାଉ କେମିତି ଆତ୍ମା ସହିତ ପବନ ସହିତ ମିଶିଯିବ, ପ୍ରାପ୍ତି ହେଇଯିବ, ଗୋଟା ରୋଡ ମ୍ୟାପ, ଗୋଟା ଛୋଟିଆ କଥା ନୁହଁ, ବଡ ରୋଡ ମ୍ୟାପ। ଡବଲ ରୋଡ ମ୍ୟାପ ଚାଲିଛି। ପଞ୍ଚଭୂତର ଶରୀର ଭିତରେ ଆମେ ଇନ୍ଦ୍ରିୟ କାମ କରୁଛେ, ଭୁଲ କାମ କରୁଛେ, ପ୍ଲସ ଆତ୍ମା, ସ୍ଥୂଳ ଶରୀର ଆଉ ସୂକ୍ଷ୍ମ ଶରୀର ଭିତରେ କଥାବାର୍ତ୍ତା ବର୍ତ୍ତମାନ ଡିଷ୍ଟିଂସନ ଅଛି। ଯେତେବେଳେ ଅଛି ସୂକ୍ଷ୍ମ ଶରୀର ଭିତରେ ଆମେ ଧର, ମୁଁ କହିବି ମୁଁ ଗୋଟେ ବଡ ଅଫସର ହେବି, ସେଠି ରାଜ୍ୟ ପାଳିବି କି କଲେକ୍ଟର ହେବି, ସେଠି ବିଭିନ୍ନ ପ୍ରକାର ଲୋକମାନଙ୍କୁ ପାସିଭେନ୍ସ ଆଣ୍ଡ ପ୍ରିଭିଲେଜେସ ଯୋଗେଇ ଦେବି, ୱିଥ ଲ ଆଣ୍ଡ ଅର୍ଡରରେ ଯୋଗେଇ ଦେଇଯିବି, ତାଙ୍କୁ ଦେବି, କି ମୋ ବାପା ମାଙ୍କୁ କରିବି, କି ମୋ ସୋସାଇଟିର ଡେଭଲପମେଣ୍ଟ କରିବି, କି ରିଚୁଆଲିଷ୍ଟିକ ପ୍ରାକ୍ଟିସ ଡେଭଲପମେଣ୍ଟ କରିବି, କି ମନୁମେଣ୍ଟ ତିଆରି କରିବି, ଏ ଆଙ୍ଗେଲ ମୁଁ ଦେଖିବି। ମୁଁ ତ ଖାଲି ତ ଠାକୁରଙ୍କୁ ଡାକିବିନି, ବିଭିନ୍ନ ପ୍ରକାର କାମ ଅଛି ନା କରିବି। ତେଣୁ ମତେ ଏଇ ଯୋଉ ଶକ୍ତି, ଆଧ୍ୟାତ୍ମିକ ଯୋଉ ଚେତନା ଶକ୍ତି, ଯୋଉ ରୋଡ ମ୍ୟାପ ଟା କହିଲେ ଗୁରୁ ମାଧ୍ୟମରେ, ଇନ ଦ ପ୍ରେଜେନ୍ସ ଅଫ ଗୁରୁ ମାଧ୍ୟମ ଦେଖିକି ଆମେ କେମିତି ସେ ଜାଗାରେ ପହଞ୍ଚି ପାରିବା, ଯୋଉଟା କି କୃଷ୍ଣ ପାଖରେ ପହଞ୍ଚିଯିବା। ପହଞ୍ଚିଗଲା ପରେ ସେଇ ଯୋଉ ଜିନିଷ ଆମେ ଆଡେ ପାସିଭେନ୍ସକୁ ରକ୍ଷା କରିଥିବା, ମୁଁ ଖାଲି ମୁଁ ଦୁନିଆରେ ବଞ୍ଚିକି ପ୍ରାପ୍ତ ହେଇଯିବି, ଆଉ ଯୋଉ ରାମ ଦାମ ସାମ ଯିଏ ଅଛନ୍ତି ସିଏ ମରିଯିବେ। ତାଙ୍କ ବି କହୁନି ନା, ଶୁଣ, ସିଏ ତାଙ୍କୁ ସମସ୍ତଙ୍କୁ କରେଇବୁ ଯେ, ସମସ୍ତଙ୍କୁ କରିବା ପାଇଁ ଟାଇମ ଆଗେ ନିଜେ ହେଇସାରିଲେ ତାଙ୍କୁ କରେଇବୁ ନା ନାଇଁ। ଗୋଟେ ପିଲା ସିଏ ପଢିକି ମାଷ୍ଟର ହେଇସାରିଲା ପରେ ତାପରେ ସେ ଛାତ୍ର ଗଢୁଛି ନା ନାଇଁ? ଗଢୁଛି, ଠିକ କଥା କହିଲେ। ହଁ ଠିକ, ନିଜେ ଗଢିବି ଯେ ମୁଁ ନିଜେ କରିବି, କିନ୍ତୁ ମୋ ବୟସ ଅଧିକା ଅଛି ନା, ମୁଁ ସେ ପର୍ଯ୍ୟନ୍ତ ପଢିଲା ବେଳକୁ ମୋ ରାଧାସ୍ତ ପଳେଇ ଆସିବ। ପଳେଇ ଆସିଲା ବେଳକୁ ମୁଁ ଯୋଉ ହିସାବରେ ଡିବେଟ କରି ତାଙ୍କୁ ଜଣେଇବି, ସେଇ ସମୟରେ ମୋ ପାଖରେ କିଛି ତ ଗୋଟେ ଛୋଟ କର୍ତ୍ତବ୍ୟ ଥିବ। ନା ନା, ମୁଁ କହିବା କଥା ଶୁଣୁ, ସବୁ କର୍ତ୍ତବ୍ୟ ଅଛି, ତତେ ଗୋଟେ କଥା ମୂଳରୁ ବୁଝେଇଥିଲି, ସବୁ କର୍ମ ଚାଲିଥାଉ, ତା ଦେହରେ ଐଶ୍ୱରିକ କର୍ମ ଚାଲିଥାଉ। ଯେତେବେଳେ ଐଶ୍ୱରିକ କର୍ମରେ ମୁଁ ଯେତେବେଳେ ଉପର ପାହାଚକୁ ଯିବି, ମାଷ୍ଟର ହେଇଯିବି, ସେତେବେଳେ ଛାତ୍ର ଗଢିବି। ମୁଁ ଛାତ୍ର ହେଇନି, ଛାତ୍ର କେମିତି ଗଢିବି? ସମପର। ଠିକ କଥା, ଆପଣ ବଢିଆ କଥା କହିଲେ, ଠିକ କଥା କରିପାରିବିନି ଯେ, ଗଢି ପାରିବିନି, କିନ୍ତୁ ମୁଁ ଯୋଉ ପାଥ ଯିବି, ଆପଣ ଯୋଉ ପାଥ ଟା କହୁଛନ୍ତି, ତା ଡେଷ୍ଟିନେସନ ପହଞ୍ଚିବା ପୂର୍ବରୁ ମତେ ଫଲୋ କରି, ପାଥ ଫଲୋଡ ବାଇ ଦି ଲର୍ଡ କୃଷ୍ଣ ପାଥ,
ଯୋଉଟା ଆପଣଟା କହିଲେ ବାଇ ଦ ପାର୍ସିଭରେନ୍ସ ଅଫ ଦି ଗୁରୁ, ଗୁରୁଙ୍କ ମାଧ୍ୟମରେ ମୁଁ ଯାଇ ସେ ଜାଗାରେ ପହଞ୍ଚିବି। କିନ୍ତୁ ଆଉ ଯୋଉ ଛୋଟା ମୋଟା ଅକ୍ସିଲିଆରୀ ଆକ୍ଟିଭିଟି ମୁଁ କରୁଛି, ଅକ୍ସିଲିଆରୀ ଯୋଉ ଆକ୍ଟିଭିଟି କରୁଛି ମଣିଷ ଚଳିକି ବଞ୍ଚିବା ପାଇଁ ଯୋଉ କାମଦାମ କରୁଛି, ସେ କାମଦାମ ବିଭିନ୍ନ ପ୍ରକାରର ଅଛି। ଗୋଟେ ଭଲ କାମ ଅଛି, ଖରାପ କାମ ଅଛି। ପିଲା ପାଠ ସମିତି ପଢୁଛନ୍ତି, କର୍ମ ସମିତି କୋଦାଳ ଧରି ଚାଷ କରୁଛନ୍ତି, କେତେଟା ଭଲ ଚାଷ କରୁଛନ୍ତି, କେତେଟା ଖରାପ ଚାଷ କରୁଛନ୍ତି। ସେଇ ଭଲ ଖରାପ ଯୋଉ କମ୍ପାରିଜନ ଭିତରେ ଏଇ ପାଥଟା କେତେ ବେନିଫିଟ ହବ? ତୁ ତାହେଲେ କିଛି ବୁଝିପାରୁନୁ। ଆଜ୍ଞା, ତୁ ବୁଝିପାରୁନୁ। ଗୋଟେ ପଦ୍ମପତ୍ରରେ ପାଣି ପକା, ଆଜ୍ଞା, ପାଣିଟା ତା ଦେହରେ ଥିବ କିନ୍ତୁ ଲାଗିବ କି? ନା, ଲାଗିବନି। ବାସ ସେ ଯୋଉ କର୍ମ କରୁଛୁ ତାରି ଭିତରେ ଯଦି ଐଶ୍ୱରିକ କର୍ମ କରିବୁ, ସେ କାମ ଗୁଡାକ ଆସକ୍ତ ତତେ ଲାଗିବନି। ତୁ ସବୁ କାମ କରୁଥିବୁ କିନ୍ତୁ ତତେ ଲାଗିବନି। ମୁଁ ଏଇ ପଏଣ୍ଟକୁ ଆପଣଙ୍କ କତିରୁ ଚାହୁଁଥିଲି, ମୋ ମନ ଧରୁନି, ଏଇ ପଏଣ୍ଟରୁ ହିଁ ପାଇଗଲି। ପାଇଗଲି ପୁରା। ଏମିତି କାମ କରିବୁ, କାମ ଠିକ ଠାକ କରିବି, ଆପଣଙ୍କ ପାଖରେ ଯାଇ ପହଞ୍ଚିବି। ଆଉ 4-5 ଦିନ ଭିତରେ ମୁଁ ଆପଣଙ୍କୁ ଫୋନ କରିକି ଯାଇ ପହଞ୍ଚିବି। ଆପଣ ପାଦ ଦର୍ଶନ ଟିକେ କରିବି, ମୋର ଆଉ ଦରକାର ନାହିଁ କିଛି। ସେଇଠି ମୋର ସବୁ ହେଇଯିବ। ହଉ ଆସିବ। ଆଜ୍ଞା, ଗୁରୁଜୀ ନମସ୍କାର। ଆଜ୍ଞା।